ଇଏ ମୋର ପିଲାଦିନର ସାଙ୍ଗ। ଆପଣ ଏଇ ଭିଡିଓଟା ଦେଖନ୍ତୁ ଆଉ ବୁଝିବାକୁ ଚେଷ୍ଟା କରନ୍ତୁ। ଜଣେ ଭଗବାନଙ୍କୁ, ଗୋଟେ ଗରିବ ଲୋକ ବହୁତ ଭଗବାନଙ୍କୁ ଡାକେ, ଶିବଙ୍କୁ ପୂଜା କରେ, ଭଗବାନ ଭୋଳା ବାବାଙ୍କୁ ପୂଜା କରେ, ସବୁବେଳେ ଡାକେ। ସବୁବେଳେ ଡାକେ। ସିଏ କଣ ହେଲା ନା, ଏମିତି ବହୁତ ଦିନ ଡାକିବା ପରେ ଭଗବାନ ତା ଭକ୍ତିରେ ପ୍ରସନ୍ନ ହେଇ ମାନେ ଆସିଲେ ତା କତି, କହିଲେ ଆରେ ବସ, ମତେ ଆପଣଙ୍କୁ ତ ତପସ୍ୟାରେ ତ ଡାକରେ ମୁଁ ମାନେ ପ୍ରସନ୍ନ, ମୁଁ ତତେ କିଛି ବର ଦବାକୁ ଚାହୁଁଛି, କଣ ମାଗ, କଣ ମାଗିବୁ? ସେ କହିଲା, ଦେଖନ୍ତୁ ମୋର ଡ୍ରେସ ପିନ୍ଧିବାକୁ ଖଣ୍ଡେ ନାହିଁ, ମୋର ଘର ନାହିଁ, ଘର ମାନେ ଭାଙ୍ଗି ଯାଇଛି, ମୋ ମା ଅନ୍ଧୁଣୀ, ଆଉ ମୁଁ ବାହା ହେଇନି ଆସି ସାରି, ମତେ କିଏ ବାହା ହବ? ମୋର ଘର ଦ୍ୱାର ନାହିଁ, ଆଉ ମୋର ସମସ୍ତେ ମୋ ମା ଅନ୍ଧୁଣୀ, ଖାଇବାକୁ ଗଣ୍ଡେ ପାଉନି, ଆଉ ମତେ କହିଲା ତୁ ଏତେ କଥା ତ ମୁଁ ପୂରଣ କରିପାରିବିନି, ତତେ ତୁ ଡାକିଲୁ ମୁଁ ପ୍ରସନ୍ନ, କିନ୍ତୁ ମୁଁ ଗୋଟିଏ ବର ଦେଇପାରିବି, ମୋର ଯେତିକି ଅଛି ମୁଁ ଗୋଟିଏ ବର ଦେଇପାରିବି, ସବୁ ବର ଦେଇପାରିବି ନାହିଁ। ତୋ ମା ଅନ୍ଧୁଣୀ, ତୁ ବାହା ହେଇନୁ, ତୋ ଘର ଦ୍ୱାର, ତୁ ଗୋଟେ ବର ମାଗିପାରିବୁ, ତୋ ପାଇଁ ମାଗିବୁ, କଣ କରିବୁ ତୁ ଭାବିକି ମାଗେ। ସେ ଭାବିଲା, ଆଉ କହିଲା ଯଦି ନ ଜାଣିପାରୁଛୁ ତ ମା କୁ ପଚାର ଯେ କଣ ମାଗିବା ଦରକାର। ସେ କହିଲା ହଉ ଆଜ୍ଞା। ଶିବ ଠାକୁର କହିଲେ ମୁଁ ପଚାରି କହୁଛି। ସିଏ ଏମିତି କଣ ବର ମାଗିବ, ମୋର କୋଶ୍ଚେନ ରହିଲା, ସେ ଏମିତି କଣ ବର ମାଗିବ ତାର ସବୁ ଦୁଃଖ ପୂରଣ ହେଇଯିବ ଗୋଟେ ୱାର୍ଡରେ? ଆପଣ କମେଣ୍ଟ କରି କହିବେ। ଯଦି ନ ଜାଣିଛନ୍ତି ମାନେ ପଚାରନ୍ତୁ। ବହୁତ ପୁରୁଣା କଥାଟେ, ବଡ କଥାଟେ ଏଇଟା।